କୋଉ ଦିନ ଏମିତି କିଛି ଘଟଣା ଘଟିଲା ଯେ ଆପଣ କହିଲେ ବାବା ହେଇଯିବି ସନ୍ନ୍ୟାସୀ ନେଇଯିବି? ମୋ ଜୀବନଟା ଏକ ସନ୍ନ୍ୟାସ ମାନେ ପିଲାଦିନୁ ମତେ କହିବେନି ନା ଯେ ଆପଣ କିଛି ମଦ ପିଉଥିଲେ ଆଉ ସନ୍ନ୍ୟାସୀ କୋଉଠି ଥିଲେ? ସେଇ ପିରିୟଡ ଟା ମଦ ତ ମୁଁ ଛୋଟବେଳୁ ପିଉ ନଥିଲି। ଯୋଉ ପିରିୟଡ ଟା ମୁଁ 30 ବର୍ଷ ମେ ବି କହିଦେଇଛି ବୋଲେ ସେ 20-25 ବର୍ଷ ମଦ ପିଇଛି। ହଁ। ସେଇ ପିରିୟଡ ଟା ମୁଁ ଯୋଉ କମ ବୟସରେ ପଇସା ଇନକମ କରିବା ଆରମ୍ଭ କଲି ଗୋଟେ ଫାଣ୍ଟାସି ସେତେବେଳେ ମୋର କଣ୍ଟ୍ରାକ୍ଟର କଲା ବେଳେ ଯେ ବୋଧେ ମଦ ଫଦ ପିଇଲେ ଗୋଟେ ଷ୍ଟାଇଲିଶ କହନ୍ତି ଲୋକ ସେତେବେଳେ ନୂଆ ନୂଆ ମଦର ପ୍ରଚଳନ ସବୁ ଛୋଟ ଛୁଆଙ୍କର ଚାଲିଥିଲା ଆଗରୁ ଲୋକମାନେ ସିନିୟର୍ସ ମାନଙ୍କୁ ଦେଖିଲେ ମଦ ପିଅନ୍ତିନି ଲୁଚନ୍ତି ସେତେବେଳେ ଥିଲା ବଡ ଛୋଟର ଗୋଟେ ଥିଲା ଯୋଉଟା ବର୍ତ୍ତମାନ ବହୁତ କମ ରେୟାର ଦେଖାଯାଉଛି। ହଁ ସେତେବେଳେ ଆପଣ ମଦ ପିଇଲେ ବି ଗୋଟେ ସିନିୟର ଲୋକ ପଳେଇ ଆସିଲେ ଆମେ ଲୁଚି ଯାଉଥିଲୁ। ହଁ ଏବେ ମଦ ସିନିୟରଙ୍କ ସାଙ୍ଗରେ ବସି ପିଇ ଦଉଛନ୍ତି। ହଁ। ତ ଏଇ ଆଧ୍ୟାତ୍ମିକତା ଆପଣ ମନ୍ଦିର ସମସ୍ତେ ମୁଁ ବି ମନ୍ଦିର ଯାଏ ସମସ୍ତେ ଆମର ଏଠି ମନ୍ଦିର ଯାଆନ୍ତି କିନ୍ତୁ ଆପଣ ଏଇ ବାବା ଡ୍ରେସ୍ ପିନ୍ଧିବେ ସନ୍ନ୍ୟାସ ଦୀକ୍ଷା ନେଇଯିବେ ଏ କଥାଟା କେମିତି ଫିଲ୍ କଲେ ଆପଣ ଯେ ମୁଁ ସନ୍ନ୍ୟାସୀ ବନିଯିବା ଦରକାର? ଯେତେବେଳେ ମୋର କାମ ଥାଏ ପ୍ରଫେସନ ସୁଟିଂ ଫୁଟିଂ ର ମୁଁ ସେଠି ଗେରୁଆ ପିନ୍ଧେନି। ନାଇଁ ଯୋଉ- ଗେରୁଆ କେବେଠୁ ପିନ୍ଧିଲେ? ଗେରୁଆ ମୁଁ ସେମିତି କହିଲେ ମୁଁ ବାହାଘର ଆଗରୁ ବି ପିନ୍ଧୁଥିଲି ଗେରୁଆ ହୁଁ ପ୍ରାୟ ସମସ୍ତେ ଦେଖିଛନ୍ତି। ସେତେବେଳେ କମିକ ୟୁଏରେ ମତେ ପ୍ରେଜେଣ୍ଟ କରିବାରେ କଣ ଏମିତି କଣ ତୁ ପ୍ରସନ୍ନ ପଟ୍ଟଶାଣୀ ହବୁ ନା କଣ ହବୁ ଏମିତି କହନ୍ତି ପ୍ରସନ୍ନ ପାଠଶାଣୀ ହବ। କହନ୍ତି ସେତେବେଳେ ମଜାକରେ ହଁ। କିଏ ସବୁ କହନ୍ତି ଆଜି ଆମ ଇଣ୍ଡଷ୍ଟ୍ରିରୁ ଜଣେ ଯାଇଥିଲେ ଆଉ ଜଣେ ବାହାରିଲାଣି ହୁଁ। ମଜାକ ଇଏରେ ହୁଁ। ମୁଁ ତାକୁ କିଛି ଦେହକୁ ନିଏନି ଶ୍ରୀରାମ କାରଣ ପଣ୍ଡାଙ୍କୁ ଶ୍ରୀରାମ ପଣ୍ଡାଙ୍କ କଥା ହଁ। କହନ୍ତି। କିନ୍ତୁ ମୁଁ ଜାଣିଛି ଯେତେବେଳେ ଆପଣ ବର୍ତ୍ତମାନ ସୋସାଇଟିରେ ଯେତେବେଳେ ଆପଣ ଗୋଟେ ଖରାପ ଜିନିଷଟେ କରିବେ ନା ଲୋକଙ୍କୁ ଆଉ ଲୋକ ଆପଣଙ୍କୁ ବହୁତ ସପୋର୍ଟ କରିବେ। ହୁଁ ଯେତେବେଳେ ଗୋଟେ ଭଲ କାମ କରିବା ପାଇଁ ଗଲେ ଆପଣଙ୍କୁ କମେଣ୍ଟ ମାଧ୍ୟମରେ ଡିମୋରାଲାଇଜ କରିବେ। ହଁ ତେଣୁ ଯଦି କରୁଛନ୍ତି କରୁଛନ୍ତି ମୁଁ ମୋ ଖୁସିରେ ଅଛି ମୋ ଧୁନରେ ମୁଁ ଅଛି ମତେ ଭଲ ଲାଗୁଛି ମୁଁ ନନଭେଜ ଖାଉନି ମୁଁ ମଦ ପିଉନି ମତେ ଭଲ ଲାଗୁଛି ମେ ବି ଆପଣ ବି ବେଟର ଜାଣିଥିବେ ସିଙ୍ଗାପୁରରେ ମୁଁ ସେଇ ଭାତ ଡାଲି ଇଏରେ ରହିଲି ସେଠି ନନଭେଜ ଖାଉଥିଲେ ମତେ ନନଭେଜ ଟା ମେଡିଟେସନ ମୁଁ ଖାଉନି ନୁହଁ ମତେ ଇଚ୍ଛା ହଉନି ମତେ ସେଇଆ କହିଥିଲି ପଚାରିଥିଲି ଯେ ଆପଣ ଆଇଁଷ ଛାଡିବାଟା କଣ ଉଚିତ ନାଇଁ ନାଇଁ ଯଦି ଇଚ୍ଛା ହଉଛି ମନ କହୁଛି ତାହେଲେ ଖାଆନ୍ତୁ ଆତ୍ମା ଯଦି କହୁଛି ଆପଣଙ୍କୁ ଖାଇବା ଆପଣଙ୍କ ଆତ୍ମା ଆଉ କହୁନି ଯେ ମୁଁ ଆମିଷ ଆତ୍ମା ନାହିଁ ମୁଁ ଯୋଉ ମାଛ ଦୋକାନରୁ କିଣେ ମାଛ ମୁଁ ଆସୁଥିଲି ପ୍ରଥମେ ସେ ମାଛ ଦୋକାନ ପରେ ଠିଆ ହଉଥିଲି ମାଛ କିଣିବା ପାଇଁ ଯାଇକି ଦିବାକର ପାଖରୁ ଆମର ଆଇଆରସି ମୁଁ ଠିଆ ହୋଇ ମାଛ ସବୁ ଦେଖେ ପୁଣି ପଳେଇ ଆସେ ସେ ମାଛ ନେବେନି ସିଏ ଭାବେ ଯେ ମତେ ଲୋକଙ୍କ ମାନେ ମତେ ଦଉନି ବୋଲି ମୁଁ ରାଗିକି ପଳେଇ ଆସୁଛି। ହୁଁ। ମୁଁ ଆକ୍ଚୁଆଲି ଯାଉଥିଲି ଦେଖିବା ପାଇଁ ମୋର ଇଚ୍ଛା ହଉଛି ନା ନାହିଁ ଯଦି ଇଚ୍ଛା ହବ ଆଣିବି ମୋର କିନ୍ତୁ ଇଚ୍ଛା ହୁଏନି। ସଡନ ମୁଁ କହୁଛି ମୋର ଜଣେ ବନ୍ଧୁ ସିଏ ଜଣେ ବିଲ୍ଡର ଆମର ଚେତନ ବିଶ୍ୱାଳ ସେ ଠିଆ ହେଇଥିଲେ କହିଲେ ଭାଇ ଆଉ ନଉନାହାନ୍ତି ବଢିଆ ଆସିଛି ପପ୍ତା ମାଛ ନିଅନ୍ତୁ ଖାଇବେ ବଢିଆ ଲାଗିବ ଇଏ କରିବ ସେ ପଇସା ବି ଦେଇ ଦେଇଛନ୍ତି ମୋର ସେ ଦୋକାନୀ କହୁଛନ୍ତି ସେ ନେବେନି ସେ ଦେଖିକି ପଳେଇବେ। ମୁଁ ପ୍ରତିଦିନ ଯାଉଥିଲି ଦେଖିବା ପାଇଁ ପ୍ରଥମେ ଯେତେବେଳେ ଛାଡିଲି ଥିଲା ଖାଇବାର ଅଭ୍ୟାସ ମୁଁ ଚିକେନ ଅଣ୍ଡା ତ ଖାଉନଥିଲି ବହୁତ ବର୍ଷ ହେଲାଣି ଛାଡି ସାରିଲିଣି ମଟନ ଖାଉଥିଲି ମଟନ ବି ଛାଡି ଦେଇଥିଲି ଖାଲି ମାଛ ଖାଉଥିଲି ଇଚ୍ଛା ହଉଥିଲା ଖାଇବା ପାଇଁ ଯେପର୍ଯ୍ୟନ୍ତ ଖାଉଥିଲି ଏବେ ହଉନି ତାମାନେ ନୁହଁ ଯେ ଗୋଟେ ସନ୍ନ୍ୟାସ ନେବି ବୋଲି ମୁଁ ମାଛ ମାଂସ ଏ ଖାଇବି କିନ୍ତୁ ସନ୍ନ୍ୟାସ କେବେ ସନ୍ନ୍ୟାସ ନେଲେ? ନେଲା ପରେ ସନ୍ନ୍ୟାସ କେବେ ନେଲେ? ମାନସିକ ସ୍ତରରେ ମୁଁ ପ୍ରାୟ ପାଖାପାଖି 3 ବର୍ଷ ପାଖାପାଖି ହବ ସନ୍ନ୍ୟାସ ମାନସିକ ସ୍ତରରେ କିନ୍ତୁ ତା ପୂର୍ବରୁ ସନ୍ନ୍ୟାସରେ ଯିବା ମାନେ ମୁଁ କହୁଛି 2008-9 ବେଳେ ବି ମୁଁ କିଛି ଦିନ ଗେରୁଆ ପିନ୍ଧୁଥିଲି ମେ ବି ମତେ ସେ ଜାଗାଟାକୁ ସେ ଆଟ୍ରାକ୍ଟ କରୁଥିଲା ପୁଣି ସାଂସାରିକ ଭିତରକୁ ଇଏ ସିଏ କିନ୍ତୁ ମୁଁ ଗୋଟେ ବ୍ୟକ୍ତିଗତ କଥା ପଚାରିବି ବାବୁ ଆଜ୍ଞା। ଖରାପ ଭାବିବେ ନା ନାଇଁ ମୁଁ ଖରାପ ଭାବେନି କିଛି। ଆପଣଙ୍କର ଏଇ ବିବାହ ଯେତେବେଳେ ଭାଙ୍ଗିଗଲା ବିବାହ ବିଚ୍ଛେଦ ହେଲା ସେତିକି ବେଳେ ଆପଣ ମଦ ଛାଡ଼ିଦେଲେ ସନ୍ନ୍ୟାସ ହେଇଗଲେ କି? କୋଏଲଙ୍କୁ ଆପଣ ବାହା ନା ହେଇଥିଲେ? ନା ଏଟା ଯୋଉ ପଚାରିଲେ ଏଥିରେ ଆପଣ ସୋସାଇଟି ପାଇଁ ବି ଗୋଟେ ଭଲ ଜିନିଷଟେ କହିପାରିବେ ମୁଁ ମୋ କହିବା ପୂର୍ବରୁ ସୋସାଇଟି ପାଇଁ ଯଦି କହିବେ ମୁଁ କହିପାରିବି ହୁଁ ଯଦି ଆପଣ ଏଇଟା ଭାବୁଛନ୍ତି ଏଇଟା ବି ଠିକ ଜିନିଷଟା କାହିଁକି ଯଦି ଆପଣ କୌଣସି ଜିନିଷ ଆପଣଙ୍କଠୁ ଦୂରେଇ ଯାଉଛି ଯାହାକୁ ଆପଣ ବହୁତ ଭଲ ପାଉଛନ୍ତି ସେ ଦୂରେଇ ଯିବାର ଦୁଃଖରେ ମର୍ମାହତ ହେଇକି ଆପଣ ଯଦି ମଦ୍ୟ ସେବନ କଲେ ବା ମଦ ପିଇଲେ ହୁଏତ ସିଏ ଆପଣଙ୍କୁ ଶୀଘ୍ର ମୃତ୍ୟୁ ମୁଖକୁ ନେଇଯିବ କାରଣ ଏକରେ ଆପଣ ଫ୍ରଷ୍ଟ୍ରେଟେଡ ଅଛନ୍ତି ପୁଣି ମଦ ଆପଣଙ୍କୁ ସମସ୍ତେ କହନ୍ତି ମଦ ପିଇଲେ ଗମ୍ ଭୁଲି ଯାଆନ୍ତି ନାଇଁ ଗମ୍ ହଁ। ବେଶୀ ମନ ପଡେ ହଁ। ଦୁଃଖ ବେଶୀ ମନ ପଡେ ବେଶୀ ଲୋକଟା ଇମୋସନାଲ ହୁଏ ଆହୁରି କଷ୍ଟ ପାଏ ହୁଁ ତେଣୁ ମେ ବି ମୋର ଯୋଉ ଏଗ୍ରିମେଣ୍ଟ କରିକି ଆସିଛି କେତେ ଦିନ ପାଇଁ ସେ ଏଗ୍ରିମେଣ୍ଟଟା ବୋଧେ ଲେଟ୍ ମାନେ ମୋର ସ୍ପାନିଂଟା ବେଶୀ ଦିନ ଅଛି କଣ ଭାବୁଛି ନହେଲେ ମୋର ଜଣେ କୋ ଆର୍ଟିଷ୍ଟ ତାର ବି ସେମ ଜିନିଷ ହେଲା ପରେ ସେ ମଦ ପରସେଣ୍ଟେଜ ବଢେଇକି ସିଏ କମ ମରିଗଲେ। ବୟସରେ ଚାଲିଗଲା ମରିଗଲେ ହଁ ତେଣୁ ମେ ବି ମୁଁ କିନ୍ତୁ ଆପଣ ମଦ ଛାଡ଼ି ଛାଡିଦେଲି
କାରଣ ମୁଁ ବୁଝିପାରେନି ଏ ସବୁ ଲୋକ କୋଇନ୍ସିଡେଣ୍ଟ ଫ୍ରଷ୍ଟ୍ରେଟେଡ ହେଲେ ମଦ ପିଅନ୍ତି, ମୁଁ ମଦ ଛାଡ଼ିଦେଲି ଫ୍ରଷ୍ଟ୍ରେଟେଡ ହେଇକି ଆପଣ ମଦ ଛାଡ଼ିଦେଲେ, ଛାଡ଼ିଦେଲି ତ ମାନେ ହତାଶ ବୋଧ ଭିତରେ ଆପଣ ମଦ ଛାଡ଼ି ହତାଶ ମୋର କିଛି ନାହିଁ ଆଜ୍ଞା। ଆପଣ ଧୋକା ଖାଇଲେ କି ନାହିଁ? ଧୋକା ବି ଖାଇନି ମୋର କର୍ମ ବିବାହ ବିଚ୍ଛେଦକୁ ଆପଣ ଧୋକା ବୋଲି ଭାବୁଛନ୍ତି? ନା ମୋର ସେତିକି ଦିନ ଏଗ୍ରିମେଣ୍ଟ ଥିଲା ତାଙ୍କ ସାଙ୍ଗରେ ଜାଣିକି ବାହାଘର କଣ ଏଗ୍ରିମେଣ୍ଟରେ ହୁଏ? ଉପରେ ଏଗ୍ରିମେଣ୍ଟଟା ମୋ ଜନ୍ମର ଯୋଉ ଏଗ୍ରିମେଣ୍ଟଟା ମୋର ସତରେ ମୋ କର୍ମର ଏଗ୍ରିମେଣ୍ଟଟା ହଁ। ସେତିକି ଦିନ ଥିଲା। ମେ ବି ତାଙ୍କର ଏଗ୍ରିମେଣ୍ଟ ଥିଲା କି କଣ ମୁଁ ଜାଣିନି।